ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସକାଳ। ମକର ସଂକ୍ରାନ୍ତିର ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ତ ଏଠି ମୁଁ ମାଙ୍କ ପାଇଁ ଏଠି ମକର ଚାଉଳ ଏଠି ପୂଜା ହୁଏ, ଏଠି ପୂଜା କରିଦେଲି। ପୂଜା କରିସାରିଲା ପରେ ତ ଯେହେତୁ ଆଜି ମୁଁ ବ୍ରତ ଥିଲା ତ ସେଥିପାଇଁ ଅରୁଆ ଭାତ ଖାଇଦେଲି। ଖାଇଦେଲା ପରେ ମୋର ଇଚ୍ଛା ଥିଲା ଯିବା ପାଇଁ ମାଙ୍କ ପାଖକୁ। ମାର କାମ ସରିଲା ପରେ ମା ଝିଅ 2 ଜଣଙ୍କ ବାହାରି ଗଲୁ ମନ୍ଦିରକୁ। ଦେଖନ୍ତୁ କେତେ ଭିଡ ହେଇଛନ୍ତି, ବହୁତ ବହୁତ ଦିନ ଭିତରେ ବହୁତ ଭିଡ ହଉଛନ୍ତି। ଆଉ ମାଙ୍କ ପାଖକୁ ଯୋଉମାନେ ଦର୍ଶନ କରିବା ପାଇଁ ସେ ଆସିବେ। ଏଇଠି ଆକ୍ଚୁଆଲି ମାଙ୍କର ସ୍ଥାପନ ଥିଲା, ତାପରେ ଏବେ ଉଠା ଯାଇକି ଏଠି ତାଙ୍କର ମନ୍ଦିର ଏଠି କରାଯାଇଛି। ଦେଖନ୍ତୁ ଏଠି ମାଙ୍କୁ ଦେଖନ୍ତୁ, ଏଠି ସବୁ ପୂଜା ଚାଲିଛି। ଭୋଗ ବହୁତ ଭୋଗ ଅଛି। ଏଠି ଯିଏ ଯାହା କୁହନ୍ତି କି ମାନସିକ ପୁରା ହଉଛି ବୋଲି, ତ ମୋର ବି ହେଇଥିଲା। ତ ଆପଣ ମାନେ ଆସନ୍ତୁ ମାୟାମଣ୍ଡା, ଏଠି ଆମର ଢେଙ୍କାନାଳ ହିଁ ଅଛି। ଦେଖନ୍ତୁ କେତେ ଲୋକ ଅଛି। ଆହୁରି ସବୁ ଏଠି ଭଜନ ସମାରୋହ ହଉଥିଲା, ତ ବହୁତ ଉଠା ଦୋକାନ ବି ବସିଛନ୍ତି। ତ ଆମେ ଏମିତି ବୁଲିଲୁ, ସମସ୍ତଙ୍କୁ ଦେଖିଲୁ। ଆପଣ ମାନେ ବି ଆସନ୍ତୁ, ଏଠି ମାୟାମଣ୍ଡା ମାଙ୍କୁ ଦର୍ଶନ କରନ୍ତୁ। ତାପରେ ଏଠି ସେ ଭିଡିଓ ନେବା ପାଇଁ ମୁଁ ଭୁଲି ଯାଇଛି।